ନମସ୍କାର। ଶେଷ ପର୍ଯ୍ୟାୟରେ ଫୁଲବାଣୀ ଠାକୁରାଣୀ ଯାତ୍ରା। ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀ ଠାକୁରଙ୍କ 26ତମ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚି ଆସନ୍ତା 11 ତାରିଖରେ ମା ଫେରିବେ ମନ୍ଦିରକୁ। ସହର ସାରା ଏବେ ଉତ୍ସବର ମାହୋଲ ରହିଛି। ଯାତ୍ରା ପଡ଼ିଆରେ ଭାବ ଓ ଭକ୍ତିମୟ ପରିବେଶ ଭିତରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏପଟେ କରେସନ ପଡ଼ିଆରେ ଚାଲିଛି ମେଲୋଡି କାର୍ଯ୍ୟକ୍ରମ। ବିରାଟ ପଟୁଆର ସହ ପଞ୍ଚ ଠାକୁରାଣୀଙ୍କ ନଗର ଭ୍ରମଣ କରାଯାଉଛି। ମାନସିକଧାରୀମାନେ ବିଭିନ୍ନ ବେଶ ଧାରଣ କରି ବୁଲୁଛନ୍ତି। ଗୁରୁବାର ବିଶ୍ରାମ ଦିବସ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରି ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଭାବ ଓ ଭକ୍ତିମୟ ପରିବେଶରେ ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ ସହ କରୁଣା ଲାଭ କରୁଛନ୍ତି। ଯାତ୍ରା ସରିବାକୁ ଆଉ 3 ଦିନ ବାକି ରହିଥିବା ବେଳେ ବିଭିନ୍ନ ବଜାର କମିଟି ଏବେ ଆୟୋଜନର ଦାୟିତ୍ୱ ନେଉଛନ୍ତି। ବିଭିନ୍ନ ସ୍ଥାନରେ ସୁଦୃଶ୍ୟ ତୋରଣ ସହିତ ରଙ୍ଗ ବେରଙ୍ଗ ଆଲୋକମାଳରେ ସଜ୍ଜିତ ହୋଇଛି। ରାସ୍ତାଘାଟ ସନ୍ଧ୍ୟା ପରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ରାତି ଅଧ ପର୍ଯ୍ୟନ୍ତ ସହର ରାସ୍ତାଘାଟରେ ଭିଡ଼ ପରିଲକ୍ଷିତ ହେଉଛି। ପରିଚାଳନା କମିଟିର ସଭାପତି ସୁଧାଂଶୁ ସେନାପତି, ଉପସଭାପତି ସୁଜିତ ବେହେରା, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ ସମେତ କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି।